ଆପଣ ଜାଣିଛନ୍ତି କି ବୟସ ଅନୁପାତରେ ଜଣେ ଶିଶୁ, ଜଣେ କିଶୋର, ଜଣେ ପ୍ରାପ୍ତବୟସ୍କ ଏବଂ ଜଣେ ବୃଦ୍ଧ କେତେ ସମୟ ଶୋଇବା ଉଚିତ, ନଚେତ୍ କ'ଣ ଅସୁବିଧା ହେବ? ବୟସ ଅନୁସାରେ କେତେ ଘଣ୍ଟା ଶୋଇବା ଉଚିତ? ଆପଣ ଶୋଉଛନ୍ତି ତ? ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରୋବ୍ଲେମ୍ ଆସିପାରେ। ସୁସ୍ଥ ରହିବାକୁ ସମସ୍ତ ଲୋକଙ୍କୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ। ଶୋଇବା ସହିତ ସ୍ୱାସ୍ଥ୍ୟର ସିଧାସଳଖ କନେକ୍ସନ୍ ରହିଛି। କେବଳ ଶୋଇବାର ଘଣ୍ଟା ନୁହେଁ, ଶୋଇବାର ଗୁଣ ମଧ୍ୟ ଭଲ ହେବା ଉଚିତ। ଠିକ୍ ଭାବରେ ଉଚିତ ମାର୍ଗରେ ଶୋଇବା ବି ଦରକାର। ଯଦି ଶୋଇବାର ଗୁଣ ଖରାପ ହୁଏ, ତେବେ ଜଣେ ପର୍ଯ୍ୟାପ୍ତ ଘଣ୍ଟା ଶୋଇବା ପରେ ମଧ୍ୟ ବିଶ୍ରାମ ଅନୁଭବ କରେ ନାହିଁ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର CDCର ରିପୋର୍ଟ ଅନୁଯାୟୀ କମ୍ ନିଦ୍ରା, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମୋଟାପଣ ଏବଂ ଉଦାସୀନତା ଭଳି ଅନେକ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଆମମାନଙ୍କୁ ଭଲ ଭାବରେ ଜାଣିବା ଉଚିତ ଜଣେ ପୂର୍ଣ୍ଣାଙ୍ଗ ମଣିଷକୁ ବା ଜଣେ କାମ କରୁଥିବା ଏବଂ କିପରି ଭାବରେ ନିଜର ନିଦ୍ରା କେତେ ଘଣ୍ଟା ଏବଂ ଭଲ ଭାବରେ ନେବା ଦରକାର। ଏପରି ପରିସ୍ଥିତିରେ ସମସ୍ତ ଲୋକ ନିଜ ବୟସ ଅନୁସାରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ। ଆପଣ ଜାଣନ୍ତି କି ଲୋକମାନେ ନିଜ ବୟସ ଅନୁଯାୟୀ ପ୍ରତିଦିନ କେତେ ଘଣ୍ଟା ଶୋଇବା ଉଚିତ? ନିଜର ବୟସ ଅନୁଯାୟୀ ଶୋଇବାର ମଧ୍ୟ ମାର୍ଗ ରହିଛି, ସମୟ ରହିଛି, ଘଣ୍ଟା ରହିଛି। ସାଧାରଣତଃ ଲୋକମାନେ ଭାବନ୍ତି ଯେ ପ୍ରତିଦିନ 7ରୁ 8 ଘଣ୍ଟା ଶୋଇବା ସମସ୍ତ ଲୋକଙ୍କ ପାଇଁ ଯଥେଷ୍ଟ, କିନ୍ତୁ ତାହା ନୁହେଁ। ସମସ୍ତଙ୍କ ବୟସ ଅନୁଯାୟୀ ଶୋଇବାର ଘଣ୍ଟା ଭିନ୍ନ ଭିନ୍ନ। ଆସନ୍ତୁ ଜାଣିବା। CDC ଅନୁଯାୟୀ 0ରୁ 3 ମାସ ବୟସର ନବଜାତ ଶିଶୁମାନଙ୍କୁ 24 ଘଣ୍ଟାରେ 14ରୁ 17 ଘଣ୍ଟା ଶୋଇବା ଆବଶ୍ୟକ ରହିଛି। ଯେଉଁମାନେ ଏବେ ଜନ୍ମଗ୍ରହଣ କରିଛନ୍ତି 3 ମାସ ପର୍ଯ୍ୟନ୍ତ, ସେମାନଙ୍କୁ 14ରୁ 17 ଘଣ୍ଟା ଶୋଇବା ଆବଶ୍ୟକ। 4ରୁ 12 ମାସ ମଧ୍ୟରେ ପିଲାମାନେ 12ରୁ 16 ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି। ପିଲାଟି ବଢ଼ିବା ସହିତ ଶୋଇବା ସମୟ କମିଯାଏ। ଯେତେ ପିଲାର ବୟସ ବଢ଼ିବାକୁ ଲାଗିବ, ତାର ଶୋଇବାର ସମୟ ମଧ୍ୟ କମିବା ଉଚିତ। ସେଟା ହେଲା 1ରୁ 2 ବର୍ଷ ପିଲାମାନେ 11ରୁ 14 ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି। 3ରୁ 5 ବର୍ଷର ପିଲାମାନଙ୍କ ପାଇଁ ପ୍ରତିଦିନ 10ରୁ 13 ଘଣ୍ଟା ଶୋଇବା ଯଥେଷ୍ଟ ବୋଲି କୁହାଯାଏ। ଇଏ ହେଉଛି ଆମର CDCର ରିପୋର୍ଟ ଅନୁଯାୟୀ। ଯେତେବେଳେ କି 9ରୁ 12 ବର୍ଷର ପିଲାମାନେ ପ୍ରତିଦିନ 9ରୁ 12 ଘଣ୍ଟା ଶୋଇବା ଉଚିତ। ବୟସ ଅନୁସାରେ ଆପଣମାନେ ଦେଖନ୍ତୁ କେମିତି ଶୋଇବାର ସମୟ ମଧ୍ୟ ପରିବର୍ତ୍ତନ ହେଉଛି। ଏହା ବ୍ୟତୀତ 13ରୁ 18 ଘଣ୍ଟା ବୟସର କିଶୋର ଏବଂ ଯୁବକ ଯୁବତୀମାନେ 24 ଘଣ୍ଟାରୁ 8 ଘଣ୍ଟାରୁ 10 ଘଣ୍ଟା ଭଲ ନିଦ ପାଇବା ଉଚିତ। ଶୋଇବା ମାନେ ନୁହେଁ ଯେ ଦିନରେ ଶୋଇବା। ମୂଳତଃ ରାତ୍ରିରେ ନିଦ୍ରା ଭଲ ରହିବ। 18ରୁ 60 ବର୍ଷ ଯେଉଁଟା ପ୍ରାୟ ସମସ୍ତଙ୍କ ଉପରେ ଆସୁଛି। 18ରୁ 60 ବର୍ଷ ବୟସର ଲୋକଙ୍କ ପାଇଁ ପ୍ରତିଦିନ 7 ଘଣ୍ଟା ଭଲ ଗୁଣବତ୍ତା ନିଦ ଶୋଇବା ଯଥେଷ୍ଟ। ବେଶୀ ନୁହଁ, 7 ଘଣ୍ଟା, ସିଏ ବି ରାତ୍ରି ସମୟ ହେବା ଆବଶ୍ୟକ। 61ରୁ 64 ବର୍ଷ ବୟସ ଲୋକଙ୍କ ପାଇଁ ରିଟାୟାରମେଣ୍ଟ ପରେ 61ରୁ 64 ବର୍ଷ ପ୍ରତିଦିନ 7ରୁ 9 ଘଣ୍ଟା ଶୋଇବା ଆବଶ୍ୟକ। ଦେଖ, ବୟସ ବଢ଼ିବା, ଅତ୍ୟଧିକ ବୟସ ହେଲା ପରେ ମଧ୍ୟ ଶୋଇବାର ମାତ୍ରା ଟିକେ ଅଧିକା ରହିବା ଦରକାର। 65 ବର୍ଷ କିମ୍ବା ତଦୃର୍ଦ୍ଧ୍ୱ 65 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ କମରେ 7ରୁ 8 ଘଣ୍ଟା ଶୋଇବା ଉଚିତ। ଇଏ ଥିଲା ଶୋଇବା ବିଷୟରେ କେତୋଟି ଜାଣିବାର କଥା।